ପିଲାମାନେ ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମ ତରଫରୁ ତୁମ ଭଗବାନ ସମସ୍ତଙ୍କୁ ଶୁଭ ଅଭିନନ୍ଦନ। ଗୋଟେ କଥା ଅଛି କ'ଣ ଜାଣିଛ? ମଣିଷ ମରଇ ଦିନେ ଜନ୍ମ ହୋଇ ଦେବତା ବି ମରେ, ସାର୍ଥକ ଜୀବନ ତାର ଯାହା ଲାଗି ମାଟି ଗୋଡ଼ି ଝୁରେ। ମଣିଷ ମରଇ ଦିନେ ଜନ୍ମ ହୋଇ ଦେବତା ବି ମରେ, ସାର୍ଥକ ଜୀବନ ତାର ଯାହା ଲାଗି ମାଟି ଗୋଡ଼ି ଝୁରେ। ଏ ସଂସାରରେ ରାମା ଢିମା ଚୈତନ୍ୟା ଆଦି ସାଧାରଣ ମଣିଷମାନେ ପ୍ରତ୍ୟେକ ଦିନ ମରୁଛନ୍ତି। ଗାଡ଼ି ଆକ୍ସିଡେଣ୍ଟରେ ହେଉ ବା କରୋନାରେ ହେଉ ବା ଯେକୌଣସି ରୋଗରେ ହେଉ, ପ୍ରତ୍ୟେକ ଦିନ ମରୁଛନ୍ତି। କିନ୍ତୁ କେତେ ଜଣଙ୍କୁ ଲୋକେ ମନେ ରଖୁଛନ୍ତି, କେତେ ଜଣଙ୍କୁ ଲୋକେ ଝୁରି ହେଉଛନ୍ତି। ତ ସେଇ ଯେତେ ଜଣଙ୍କୁ ଝୁରି ହେଉଛନ୍ତି କାହିଁକି ନା ସେମାନଙ୍କ କର୍ମ ଯୋଗୁଁ ସେମାନେ ଝୁରି ହେଉଛନ୍ତି। ସେମାନେ ସବୁଦିନ ପାଇଁ ଅମର ହେଉଛନ୍ତି। ତାଙ୍କ ମାଟି ଗୋଡ଼ି ପାଣି ପବନ ଏ ସଂସାରରେ ଝୁରି ହେଉଥାଏ ସେଇମାନେ ହେଉଛନ୍ତି ମହାତ୍ମା, ସେଇମାନେ ହେଉଛନ୍ତି ମହାପୁରୁଷ, ସେଇମାନେ ହେଉଛନ୍ତି ମହାମାନବ। ତେଣୁ ସେଇଭଳିଆ ଜଣଙ୍କ ବିଷୟରେ ତୁମେ କୁହ, କେଉଁ ସନ୍ଥ ମାନେ ବୁଝିପାରୁଛ, କେଉଁ ଧାର୍ମିକ ପୁରୁଷ ବିଶ୍ୱରେ ଭାରତର ବେଦ ବେଦାନ୍ତ, ଭାରତରେ ଧର୍ମଧାରଣାକୁ ପ୍ରଚାର କରି ମହାନ ହେଇଥିଲେ। ସେଭଳି କେଉଁ ସନ୍ଥକୁ ଜାଣିପାରୁଛ କି? ନିଶ୍ଚୟ କହିପାରୁଛ। ଭାରତର ଧର୍ମକୁ, ଭାରତର ବେଦାନ୍ତକୁ, ଭାରତର ବେଦକୁ ସାରା ବିଶ୍ୱରେ ପ୍ରଚାର କରିଥିଲେ। ସାରା ବିଶ୍ୱରେ ପ୍ରଚାର କରି ସେ ମହାନ ହେଇଛନ୍ତି। ସେ ହେଉଛନ୍ତି ଆମ ସ୍ୱାମୀ ବିବେକାନନ୍ଦ। ସେ କିଏ? ସ୍ୱାମୀ ବିବେକାନନ୍ଦ। ସ୍ୱାମୀ ବିବେକାନନ୍ଦ କ'ଣ ମୂଳରୁ ସ୍ୱାମୀ ହେଇଥିଲେ? ତ ସେ କ'ଣ ଥିଲେ? ତାଙ୍କ ଡାକ ନାମ ଥିଲା ନରେନ୍ଦ୍ରନାଥ, କିନ୍ତୁ ତାଙ୍କ ଗୁରୁ ଶ୍ରଦ୍ଧାରେ ଡାକୁଥିଲେ ନରେନ। ସେଇ ଯେଉଁ ନରେନ, ଛୋଟ ଛୁଆଟେ, ଅବୋଧ ଶିଶୁ, ଯାହାର ମନରେ କୌତୂହଳ ଖାଲି ଠାକୁରଙ୍କୁ ଦେଖିବା, ଈଶ୍ୱରଙ୍କୁ ଦେଖିବା, ସେ ଛୋଟ ଛୁଆ କେମିତି ଗୋଟେ ମହାନ ସନ୍ଥ ହେଇପାରିଲା, ମହାନ ଧାର୍ମିକ ପୁରୁଷ ହେଇପାରିଲା, ସାରା ବିଶ୍ୱରେ ମହାନ ହେଇପାରିଲା, କେମିତି ହେଲା? ତ ତାହାକୁ ନେଇ ସେ ନରେନରୁ କିପରି ବିବେକାନନ୍ଦ ହେଲେ, ସ୍ୱାମୀ ବିବେକାନନ୍ଦ ହେଲେ, ସେଇ କଥାକୁ ଜଣାଇବା ପାଇଁ ପ୍ରାବନ୍ଧିକ ଶରତ କୁମାର ମହାନ୍ତି ତୁମ ରଚନା କରିଛନ୍ତି ନରେନରୁ ବିବେକାନନ୍ଦ ପ୍ରବନ୍ଧ। ଏହା 10ମ ଶ୍ରେଣୀ ସାହିତ୍ୟ ସିନ୍ଧୁ ବହିର 63 ପୃଷ୍ଠାରେ ଅଛି। 63 ପୃଷ୍ଠାରେ ରଚିତ ହେଇଛି ନରେନ ଲୁ ବିବେକାନନ୍ଦ। ତ 10ମ ଶ୍ରେଣୀ ସାହିତ୍ୟ ବହିରେ ଏଟାକୁ ସନ୍ନିବେଶିତ କରାହେଇଛି। ଏ ବିଷୟଟାକୁ ପ୍ରାବନ୍ଧିକ ଶରତ କୁମାର ମହାନ୍ତି ସେ ରଚନା କରିଛନ୍ତି। ଏ ବିଷୟଟାକୁ ତେଣୁ ନରେନ କିପରି ବିବେକାନନ୍ଦର ପରିଣତ ହେଲେ ତାହାକୁ ଜଣାଇ ଦେବା ପାଇଁ, ନରେନଙ୍କ ଜୀବନାବଳୀ ଘଟଣା ଜଣାଇ ଦେବା ପାଇଁ ସେ ରଚନା କରିଛନ୍ତି ଏଇ ପ୍ରବନ୍ଧ। ଏହା ତାଙ୍କର ଛତ୍ରପତି ବିବେକାନନ୍ଦ ପୁସ୍ତକରୁ ଆସିଛି। ଛତ୍ରପତି ବିବେକାନନ୍ଦ ଗୋଟେ ପୁସ୍ତକ, ସେଇଥିରୁ ଏଟା ନରେନରୁ ବିବେକାନନ୍ଦ ବିଷୟଟାକୁ ଅଣାହେଇଛି। ବୁଝିଲା କଥା? ତେଣୁ ଆମେ ଦେଖିବା ବର୍ତ୍ତମାନ ସେ ନରେନ ଯାହାକୁ ନରେନ୍ଦ୍ରନାଥ ଗୁପ୍ତ, ତାଙ୍କ ବିଷୟରେ ଆମେ ଟିକେ ଜାଣିବା। ସେ କିଏ? ନରେନ ଯେଉଁ ସ୍ୱାମୀ ବିବେକାନନ୍ଦ ହେଲା, ସ୍ୱାମୀ ବିବେକାନନ୍ଦ କିଏ? ଖାଲି ତମେ ସବୁ ଜାଣିଛ ନା ଚିକାଗୋ, ଆମେରିକାର ଚିକାଗୋ ଧର୍ମ ସମ୍ମିଳନୀରେ ଖାଲି ସମ୍ବୋଧନ କରିଥିଲେ, ହେ ମୋର ଆମେରିକାବାସୀ ଭାଇ ଓ ଭଉଣୀମାନେ, ଏତିକିରେ କମ୍ପାନ କରିଦେଇଥିଲେ। ଏତିକି କଥା ଖାଲି ଜାଣିଛ ନା ଆଉ କି ଜାଣିଛ? ତାହେଲେ ଆମେ ତାକୁ ଜାଣିବା ସେ କିଏ, ତାଙ୍କ ବାପା ନାଁ କ'ଣ, ତାଙ୍କ ମା' ନାଁ କ'ଣ, ତାଙ୍କ ଘର କେଉଁଠି, ତ କେବେ ଜନ୍ମ ହେଲେ, କ'ଣ କଲେ, ତାଙ୍କ ବିଷୟ ଟିକେ ଜାଣିବା ନା ନାହିଁ? ଆମେ ଟିକେ ଜାଣିବା। ବର୍ତ୍ତମାନ ଜାଣିବା ହେଉଛି ସେ ଜଣେ କିଏ, ନରେନ୍ଦ୍ରନାଥ କିଏ ବା ବିବେକାନନ୍ଦ କିଏ? ସେ ହେଉଛନ୍ତି ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମଗୁରୁ। ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମଗୁରୁ। ଭାରତର ସନାତନ ଧର୍ମଟା କେଉଁଟା? ଆମେ ହିନ୍ଦୁ ଧର୍ମ, ଭାରତର ହିନ୍ଦୁ ଧର୍ମକୁ ବିଶ୍ୱ ଦରବାରରେ ସେ ପରିଚିତ କରାଇଥିଲେ। ତାଙ୍କର ଅବଦାନ ଅତୁଳନୀୟ।
से 1893 मसीह जो अमेरिकार जो चिकागो विश्व धर्म सम्मेलन होता सेटा अंशग्रहण कर हिंदू धर्मर महात्म्य को व्यक्त कर इतिहास रचना करते से जो स्वामी विवेकानंद तांका जन्म होची 1863 मसीहा जनवरी 12 तारिख कलिकतार शिमलापल्ली ठारे 1863 मसीहा जनवरी 12 तारिख पौष संक्रांति दिन प्रत्युषरू बड़ पौष संक्रांति दिन प्रत्युषरू कलिकतार शिमलापल्ली ठारे से जन्मग्रहण करते पिता हूँ विश्वनाथ दत्त माता हूँ भुवनेश्वर देवी जन्म नाम दिखाई नरेंद्रनाथ दत्त दर्शन तांकर वेदांत हिंदू धर्मगुरु और वेदांत प्रचार्य को शिक्षात होते से महान होते रचना बड़ी गुड़ाक राजयोग कर्मयोग भक्तियोग ज्ञानयोग सन्यास धर्म से ग्रहण करते 26 वर्ष बयस तीरोधान होता 1902 मसीहा जुलाई 4 तारिख 39 वर्ष बयस बेलूर मठ विषय टी जाना पिता जो विश्वनाथ दत्त से लब्ध प्रतिष्ठ आटर्निंग थिले उदारता चरित्रर तेजस्वी पर दुख कातरता समस्त श्रद्धा आकर्षण करता बापा जड़े वकिल थे भुवनेश्वर देवी स्वरूपा सुगृहिणी धर्मपरायण आदर्श हिंदू नारी थे देखा को 4टी झील पर पुओ हेले ना लाग लाग 4टा झील होगा झील पर जो पुओटा हबार से काशी आते काशीर वीरेश्वर महादेव को भुवनेश्वर देवी सेठी मानसिक करते फल वीरेश्वर कृपारू तांकर एक पुत्र संतान होता तेणु से वीरेश्वर नाम अनुसार ना रखते वीरेश्वर डाकना रखते बिले ना रखते वीरेश्वर डाकना रखते बिले किंतु अन्नप्राशन समय नाम लखाला नरेंद्रनाथ प्राथमिक अवस्था माँ ठारू से रामायण महाभारत उपनिषद ये शुणी 6 वर्ष बयस स्कूल शिक्षा लगा 17 वर्ष बयस प्रथम श्रेणी से एंट्रांस पास कले एंट्रांस जो मेट्रिक पास कले 17 वर्ष बयस एंट्रांस पास कले तापर कटक कलिकता प्रेसिडेंसी कॉलेज रे से एफए पढ़िले सेठारू प्रथम श्रेणी पास करके जेनेराल असेंबलीज इंस्टीट्यूट स्नातक पाठ 3 वर्ष अध्ययन करते पाठ पढ़ुवा समय से नवगोपाल मित्र आखड़ा कुस्ती कषुले कुस्ती कसरत लाठी खेल आस करते संगे संगे गीत नाच शिखुले बाजा बजाऊे सुंदर भाव गीत गाँव यही समय दिन 1881 मसीहा नवेम्बर मसरे रामकृष्ण परमहंस जी कि महान काली साधक अनेक भगवान को अवतार बोली कहते तेणु सी दक्षिणेश्वर दिरे नरेंद्रनाथ पाख पड़ोसी सुरेंद्र मित्र को आसते मित्र सुरेंद्रनाथ मित्र घर को आसते आसिक से जो आसी गोटे भजन गायापी है भजन जी गाए प्रत्येक रविवार सी आसती किंतु से दिन जी गाए जी गीत गाए भजन गाए सी ना बाध्य कि सुरेंद्रनाथ मित्र कौन कले ना नरेन को डाकिले कहले ये तो भल भजन गाए आनबू नरेन से आसला बहुत सुंदर भजन गाइला एते सुंदर गाइले जे रामकृष्ण परमहंस तन्मय होगले तापर निरीक्षण कले निरीक्षण करके कहले रे चमकी पड़े कहले ये से अखंड घर जो ऋषि जहाँ को खोजुली ये तो से लोक तापर स्नेह कहले तू दक्षिणेश्वर आसबू मु तोर अपेक्षा करी
ଇଏ କହିଲେ ଗୋଟେ ଗାଉଁଲି ଗୋଟେ ଧର୍ମ ଗୋଟେ ଗାଉଁଲିଟେ ଋଷି ଭଳିଆ ଦେଖାଉଛି ଗାଉଁଲି ଗୋଟେ ଇଏଟା କ'ଣ କହିବି ୟା କଥା ବୁଝିବନି ହେଇ ଇଏ ଆଉ ଯେଉଁ ନରେନ୍ଦ୍ର କଥା ଶୁଣିଲେ ତା କଥାକୁ ହେଡ କରିଦେଲେ। ରାମକୃଷ୍ଣ ପରମହଂସକୁ ପ୍ରଥମ ଦେଖାରେ ଇଏ ତମ ଗୁରୁତ୍ୱ ଦେଲେନି। ହେ ଏ କ'ଣ ଦେଖିବ କିଛି ବୁଝିବା କଥା କ'ଣ। ତାପରେ ହେଉଛି ଦ୍ୱିତୀୟ ଥର ତାଙ୍କର ପୁଣି କ'ଣ କଲେ ତାଙ୍କର ଯେତେବେଳେ ବାହାଘର ଚାଲିଥିଲା ନରେନ ଏଫ୍ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କ ବିବାହ ପାଇଁ ପ୍ରସ୍ତାବ ଆସିଲା। ସେ ବିବାହ କରିବାକୁ ତା ମନ ନାହିଁ। ତେଣୁ ଜ୍ଞାତି ଭାଇ ଗୋଟେ ରାମଚନ୍ଦ୍ର ଦତ୍ତ ସେ ନରେନ୍ଦ୍ର ମାନସିକ ଅବସ୍ଥାକୁ ଦେଖିକି ସେ କହିଲେ ଗୋଟେ କାମ କର ତୁ ଦକ୍ଷିଣେଶ୍ୱର ଚାଲିଲା ସେଇଠି ମାନସିକ ଶାନ୍ତି ପାଇବୁ। ଦକ୍ଷିଣେଶ୍ୱରରେ ସେ ରାମକୃଷ୍ଣ ପରମହଂସ ଅଛନ୍ତି ସେଇଠି ତୁ ମାନସିକ ଶାନ୍ତି ପାଇବୁ ସେଇଠି ତୁ ଚାଲିଲା। ଇଏ କହିଲେ ଠିକ୍ ଅଛି ଆଉ ସେଥିପାଇଁ ସେ କ'ଣ କଲେ ନା ତାପରେ ମନେ ପଡ଼ିଲା ରାମକୃଷ୍ଣ ପରମହଂସ ତାଙ୍କୁ ଡାକିଥିଲେ କହିଲେ ଠିକ୍ ଅଛି ତାହେଲେ ମୁଁ ଯିବି ଆଉ ଇଏ ସେଠୁ ଗଲେ ସେଠୁ ଦକ୍ଷିଣେଶ୍ୱର ଗଲେ। ସେତେବେଳେ ରାମକୃଷ୍ଣ ପରମହଂସ କେତେ ଜଣ ଶିଷ୍ୟଙ୍କୁ ଧରି କିଛି ଆଲୋଚନା କରୁଥିଲେ ଶାସ୍ତ୍ର ଆଲୋଚନା କରୁଥିଲେ। ଜିମିନ ନରେନଙ୍କୁ ଦେଖିଦେଲେ ସାଙ୍ଗେ ସାଙ୍ଗେ ତାଙ୍କୁ ବିଦା କରିକି ନରେନ ଗୋଟେ ଘରକୁ ଡାକି ନେଇକି ତାକୁ ଧରିକି କାନ୍ଦିଲେ କହିଲେ ମୁଁ ଏତେ ଦିନ ମନେ ପଡ଼ିଲେ ତ ମୋ କଥା ଏତେ ଦିନ ମନେ ପଡ଼ିଲା ଏତେ ଦିନ ମୁଁ ମନେ ପଡ଼ିଲେ କହି କାନ୍ଦିଲେ। ଇଏ ନରେନ କାପା କହିଲେ ଇଏ କ'ଣ ଏମିତି ଗୋଟେ ଧରିକି କାନ୍ଦୁଛି କ'ଣ ଗୋଟେ ସ୍ଥିର ଭଳିଆ କହିଲେ ହେଇ ତାପରେ ତାକୁ ବସେଇଲେ ଗଲେ ବସେଇ କରି ଇଏ କିନ୍ତୁ ଏକଦମ ଛିନଛାଟ ହେଇକି ପଳେଇଯାଏ ସେଠୁ ପଳେଇ ଆସିଲେ। ପୁଣି କିଛି ଦିନ ପରେ ପୁଣି ଗଲେ ପୁଣି ସେ କାବେ ବାହାର ଇଏ କ'ଣ ଏଇଭଳିଆ କ'ଣ ଆଚରଣ କରୁଛନ୍ତି ଏ ଲୋକଟା କ'ଣ ମୁଁ ଭାବିପାରୁନି କରିପାରୁନି ଦାଡ଼ିଆ କି ଲୋକଟା ଗାଉଁଲି ଲୋକଟା ଏମିତି କ'ଣ କରୁছে ମୋତେ ଧରି କାନ୍ଦୁଛି କ'ଣ କରୁଛି ତୃତୀୟ ଥର ଯେତେବେଳେ ପୁଣି ଥରେ ଯେତେବେଳେ ଗଲେ ଇଏ କହିଲେ ଆଚ୍ଛା ଆପଣ କହିପାରିବେ ଆପଣ ଈଶ୍ୱରଙ୍କୁ ଦେଖିଛନ୍ତି। ନରେନ ପଚାରୁଛି ରାମକୃଷ୍ଣ ଆପଣ ଈଶ୍ୱର ଦେଖିଛନ୍ତି କହିଲେ ଈଶ୍ୱର ଦେଖିଛି କ'ଣ ହେଲେ ଦେଖିଛି କ'ଣ ପଚାରୁଛୁ ତୋରି ଭଳିଆ ଯେମିତି କଥାଟା କରୁଛି ତା ସହିତ କଥାଟା କରୁଛି ବସିଛି ଖାଇଛି ଉଠିଛି ସବୁ କରୁଛି କିନ୍ତୁ ଏ କଥା ଈଶ୍ୱରଙ୍କୁ ଦେଖିବା କଥା କେହି ମୋତେ ପ୍ରଶ୍ନ କରିନଥିଲେ ଏ କିଟେ ତୁ ପ୍ରଶ୍ନ କଲୁ ପ୍ରଥମ ଥର ପାଇଁ। ଏ କହିଲେ ଈଶ୍ୱରଙ୍କୁ ଦେଖିଛନ୍ତି କହିଲେ ହଁ ତୁ ରହ ଦେଖିବୁ ମୋ ପାଖରେ ରହ ଦେଖିବୁ କରିବୁ ମୁଁ କେମିତି ତା ସହିତ ଦେଖୁଛି ଖାଉଛି ବସୁଛି ଖେଳୁଛି। ୟାର ଆଗ୍ରହ ଜମିଲା ନରେନଙ୍କ ଆଗ୍ରହ ଜମିଲା କେମିତି ଈଶ୍ୱରଙ୍କୁ ଦେଖିବ। ସେଉଠୁ ଆସ୍ତେ ଆସ୍ତେ ତାଙ୍କ ଯିବା ଆସିବା ଚାଲିଲା ଦକ୍ଷିଣେଶ୍ୱରକୁ ବାରମ୍ବାର ସେଠୁ ଗଲେ। ଦିନେ ହଠାତ୍ ତଥାପି ତାଙ୍କ ମନ ରହିବା ପାଇଁ ନରେନ ରାମକୃଷ୍ଣ ପରମହଂସ କ'ଣ କଲେ ନା ନରେନ ଦେହର ପାଦ ଦେଲେ ପାଦର ସ୍ପର୍ଶ ଦେଲେ ଯେମିତି ପାଦର ସ୍ପର୍ଶ ଦେନି ଅଦ୍ଭୁତ ରକମର ଶିହରଣ ସୃଷ୍ଟି ହେଲା। ନରେନ୍ଦ୍ର ହୃଦୟରେ ଅଦ୍ଭୁତ ଶିହରଣ ସୃଷ୍ଟି ହେଲା। ସେ ଜାଣିପାରିଲେନି ସେ କ'ଣ ଜ୍ଞାନ ଫାନ ସେତିକି ତାଙ୍କୁ ଚାଲିଗଲା। ସେ କରେଣ୍ଟ ଖାଇଲା ଭଳିଆ ଲାଗିଲେ ସେ ଆଶ୍ଚର୍ଯ୍ୟ କି ଅନେଇଲେ ତାଙ୍କୁ କହିଲେ ଏଇଭଳିଆ ଗୁରୁ କିଏ ବାବୁ। ତାପରେ ଧୀରେ ଧୀରେ ସେଇଠି ସେ ଯିବା ଆସିବା ତାଙ୍କର ପଡ଼ିଲା। ରାମକୃଷ୍ଣ ପରମହଂସ ଗୋଟେ ଅବତାରୀ ପୁରୁଷ ବୋଲି ତାର ବିବେକାନନ୍ଦ ହୃଦୟ ବୋଧ ହେଲା। ତେଣୁ କଥାରେ ଅଛି ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ତେଣୁ ଏଇ ଯେଉଁ ଧାରଣା ଗୁରୁ ସାକ୍ଷାତ ପରମ ବ୍ରହ୍ମ ଏଇ ଧାରଣା ତାଙ୍କର ବୋଧମୂଳ ହେଲା ନରେନ୍ଦ୍ର। ତେଣୁ ସେ ସେଉଠୁ ତାଙ୍କର ଧର୍ମ ଯେଉଁ ଶିକ୍ଷା ଦୀକ୍ଷା ଆରମ୍ଭ ହେଲା ସେ ଦକ୍ଷିଣେଶ୍ୱରରେ। 1885 ମସିହାରେ ବିଏ ପରୀକ୍ଷା ଦେଉଥିବା ସେ ନରେନ୍ଦ୍ରଙ୍କର ପିତାଙ୍କର ମୃତ୍ୟୁ ହେଲା। ସେତେବେଳେ ତାଙ୍କର 21 ବର୍ଷ ବୟସ। ତାଙ୍କ ପିତା ମରିଗଲେ 1885 ମସିହାରେ। ପିତା କିଛି ରଖିନଥିଲେ କିଛି ଋଣ କରିଯାଇଥିଲେ। ଇଏ ବାପା ତ ଚଳୁଛନ୍ତି ଇଏ ତ କିଛି ଜାଣିପାରୁନାହାନ୍ତି କ'ଣ କେମିତି ଚଳାଯିବ କ'ଣ କରିବ। ଦେଖାଙ୍କୁ ଋଣର ଭାର ପଡ଼ିଲାଣି ବଡ଼ ପୁଅ ଇଏ କ'ଣ କରି ଏଠୁ କେମିତି ଚଳିବ କ'ଣ କରିବ। ଚାକିରି ସନ୍ଧାନରେ ଖୋଜିଲେ ଚାକିରି ବି କିଏ ଦେଉଛି। ଶେଷରେ ମନେ ପଡ଼ିଲା ଦକ୍ଷିଣେଶ୍ୱର କଥା। ଗୁରୁଙ୍କ ପାଖକୁ ଯାଇକି ତାଙ୍କୁ କହିଲେ କ'ଣ କରିବି ବାପା ଋଣ କରି ଯେ ମୁଁ କେମିତି ଚଳିବି କ'ଣ କରିବି ଆମ ଘର ଖାଇବାକୁ ନାହିଁ କରିବାକୁ ନାହିଁ। କହିଲେ ଠିକ୍ ଅଛି ସେ କଥା ତୁ ଯାଇକି କାଳିଙ୍କି ମାଗୁରୁ ମା କାଳି ଅଛନ୍ତି ତାକୁ ମା ଯାହା ମାଗିବୁ ସେ ନିଶ୍ଚୟ ଦେବେ। ଇଏ ଗଲେ କାଳିଙ୍କ ପାଖରେ ଠିଆ ହେଲେ ତାକୁ ମାଗିଲେ କିନ୍ତୁ ଘରର ଦାରିଦ୍ର୍ୟ ପାଇଁ ମାଗିଲେନି।
किमिति पूजा करेंगे किमिति भल पाइबे किमिति जीवनटा से आत्मसमर्पण यही कथा मागे पुणी आसी कहले पुणी मागे जा पुणी गले पुणी मागे घर दारिद्र्य कथा तो मागी पाइले कौन करी सेठू रामकृष्ण परमहंस कहले ठीक अच्छे मु तो मागुची मु तो मागे तू जा तापर रामकृष्ण परमहंस तरफ मोटा भात आउ लुगार व्यवस्था है घर पर ये किंतु सेटिकी रेगुलार जीवासिया चलेले दक्षिणेश्वर को तापर 1886 मसीहा बेलू 1885 मसीहा ख्रीष्टाब्द मध्य भाग में परमहंसଙ୍କର गलदेशर कैंसर है चिकित्सा श्यामपुकुर और काशीपुर अणागला नरेंद्र सहित गले सेठारे गुरु सेवा लगिले तापर से 86 मसीह गुरु चलीगले रामकृष्ण परमहंस चलीगले से पाखर 12 जन शिष्य थे ये समस्त को नरेन हाथ में समर्पण कर देगी कहले जगतर कल्याण कामना करू कहीकि सी चलीगले ता किछि दिन पूर्व से नरेन को ठीक बाटर मोहि देते किमिति जीवन लक्ष्य कर्म विषय सब मोहि देते तेणु से गलापर रामकृष्ण परमहंस गलापर नरेन कौन कले ना कौन कर व्यतिव्यस्त हो पड़ी निजे सब सन्या धर्म नहीं अन्य गुरु भाई मान सहित सन्या धर्म नहीं सन्या धर्म नेलापर मठ को प्रथम मठ तक कौटी ना बराहनगर रे तापर बराहनगर पर से घिनी आछंती मठटा को बेलूर ठारे मठ प्रतिष्ठा करते रामकृष्ण मिशन प्रतिष्ठा करछंती तापर सारा पृथ्वी रे चिकागो धर्म सभा बुली बुली महान ख्यात होती तापर फेरी पुणी शेष से मृत्युवरण कर ये जो घटना ये जो नरेन का जीवन घटना ताकू जो भाव में शरत कुमार महांती रचना करछंती आमे से पाठटा पढ़ा अनेक तांको विषय नरेन का विषय जब आलोचना करा स्वामी विवेकानंद पर आलोचना करा केते बही लिखाई केते साहित्यिक केते प्रकार रचना करछंती तार तुलना नहीं मु कही आजिर घटना काली की इतिहास पलटि जाए ता किछि दिन पर पुराण पलटि जाए पुराण तो पलटि जाओ किछि मिछ पशिଯିव किछि कहानी पशिଯିव से नरेन को जीवन में अनेक कहानी सत सहित आउ जो मैंने रचना कर किछि मिछ पशि दौरान किछि काल्पनिक घटना पशि दौरान किंतु तेणु से कहानी यदि आम आलोचना करवा वर्ष वर्ष दिन दिन राति राति सरीज सर ना से महापुरुष कहानी किंतु बर्तमान आम देखा जो आमर विषय नरेन विवेकानंद जो शरत कुमार महांती रचना करछंती से विषयटा को आज आम पाठ करवा पढ़ा तेणु से विषयटा को गोटे क्लास रे सरीब नाही तेणु मु ताकू संक्षेप मु पढ़ी दूची गप आकार रे तुम मान कही दूची तुम मैंने शुणी निश्चय मन ता भितर समस्त मुख्य पॉइंट गुड़ाक मु मेंशन करुच्ची लक्ष्य कर तेणु नरेन 21 वर्ष बयस पिता को हरई विश्वनाथ दत्त मरीगले ता वर्षक पर 1886 मसीह जो गुरु मरीगले गुरु जो कैंसर मरीगले दुई पिता को हर नरेन संपूर्ण एकिटिया होगले दुई पिता को गोटे पिता हूँ निज जन्मदाता पिता विश्वनाथ दत्त आ गोटे दीक्षा गुरु पिता सी हेले रामकृष्ण परमहंस दुई पिता को हर से संपूर्ण एकुटिया होगले किंतु प्राबंधिक शरत कुमार महांती कहते जगतर सबू महान कर्म एकुटिया मनुष्य द्वारा साधित होती जिते बड़ बड़ कम सब हो गोटे गोटे मनुष्य द्वारा प्रथम विश्वयुद्ध को द्वितीय विश्वयुद्ध हिटलर द्वारा आरंभ होता द्वितीय विश्वयुद्ध हिटलर द्वारा होता भारतर स्वाधीनता संग्राम भारतर जो स्वाधीनता प्राप्ति महात्मा गांधी द्वारा होता ओडिशा स्वतंत्र प्रदेश गठित होता मधुसूदन दास द्वारा गोटे गोटे लोक द्वारा सबू महान जगतर महान कर्म होता है दृढ़ माना वीर पुरुष नरेन को जीवन कर्म और लक्ष्य विषय
ଗୁରୁ ରାମକୃଷ୍ଣ ପରମହଂସ ଜଣେଇ ଦେଇଥିଲେ କ'ଣ କରିବୁ କ'ଣ ନ କରିବୁ ତା ଜୀବନ କର୍ମ କ'ଣ ଲକ୍ଷ୍ୟ କ'ଣ। ନରେନଙ୍କ ଜୀବନ କେଉଁ ବିଷୟରେ ତାଙ୍କ ଗୁରୁ ଜଣେଇ ଦେଇଥିଲେ ତା ଜୀବନ କର୍ମ ଓ ଲକ୍ଷ୍ୟ ବିଷୟରେ। ତେଣୁ ନରେନଙ୍କର ଏନ୍ତୁଡ଼ିଶାଳ ଥିଲା ଦକ୍ଷିଣେଶ୍ୱର ଓ ଧାତ୍ରୀ ଥିଲେ ରାମକୃଷ୍ଣ ପରମହଂସ। ଧାତ୍ରୀ ସେବାକାରିଣୀ ତାଙ୍କୁ ଠିକ୍ ବାଟରେ ମୁହାଁଇଛନ୍ତି, ଠିକ୍ ବାଟରେ ତାକୁ ମଣିଷ କରାଇଛନ୍ତି। ସେ ଧାତ୍ରୀ ରୂପେ ନେଇଛନ୍ତି କିଏ ରାମକୃଷ୍ଣ ପରମହଂସ। ରାମକୃଷ୍ଣ ପରମହଂସ ତାଙ୍କର 5-6 ବର୍ଷ ସମ୍ପର୍କ କହିଥିଲି 1881 ମସିହାରୁ ଆରମ୍ଭ ହେଲା। ତା 5-6 ବର୍ଷ ସମ୍ପର୍କ ଭିତରେ ସିଏ ପୁଣି ତାଙ୍କୁ ଏମିତି କରିଥିଲେ 5-6 ବର୍ଷ ସମ୍ପର୍କ ଭିତରେ ତାକୁ କ'ଣ କରିବେ କେଉଁ ବାଟରେ ଯିବେ ତାକୁ ଠିକ୍ ବାଟରେ ସିଏ ତାକୁ ମୋହି ଦେଇଥିଲେ। ତେବେ ସେଇ ଯେଉଁ ମହାନ ପୁରୁଷ ବିବେକାନନ୍ଦ ଯାହାକୁ ନରେନ ବୋଲି ସ୍ନେହର କହୁଥିଲେ ସେ ନରେନ କିଛି ଦିନ ତାଙ୍କର ସେ ଲକ୍ଷ୍ୟ କରିଥିଲେ ତ ନିର୍ବିକଳ୍ପ ସମାଧିର ଦିବ୍ୟ ଅନୁଭୂତି ପାଇବାକୁ ନରେନଙ୍କର ସବୁବେଳେ ଇଚ୍ଛା। ନିର୍ବିକଳ୍ପ ସମାଧିର ଦିବ୍ୟ ଅନୁଭୂତି ନିର୍ବିକଳ୍ପ କ'ଣ ନିର୍ବିକଳ୍ପ ସମାଧି କ'ଣ ନିର୍ବିକଳ୍ପ ଯାହାର ବିକଳ୍ପ ନାହିଁ। ଯେଉଁ ସମାଧି ସମସ୍ତେ ସମାଧିତ ହୁଅନ୍ତି ନିଜର ସ୍ୱାର୍ଥ ସାଧନ ପାଇଁ। ନିର୍ବିକଳ୍ପ ସମାଧି ଯେତେବେଳେ ଆସିବ ସେତ ଜଗତର କଲ୍ୟାଣ ସାଧନ ହେବ, ଅନ୍ୟମାନଙ୍କର ସାଧନ ହେବ, ଅନ୍ୟମାନଙ୍କର କଲ୍ୟାଣ ସାଧନ ହେବ। ସେଇଠି ନିର୍ବିକଳ୍ପ ସମାଧି। ସେତେବେଳେ ବାହ୍ୟ ଜ୍ଞାନ ଲୁପ୍ତ ହେଇଯିବ, ଖାଲି ଦେଖାଉଥିବ ଈଶ୍ୱର ଦେଖାଉଥିବେ। ସେଇଟା ହେଉଛି ନିର୍ବିକଳ୍ପ ସମାଧି। ତେଣୁ ଇଏ ସବୁବେଳେ ଲକ୍ଷ୍ୟ କରିଥିଲେ ଇଏ ସବୁବେଳେ ନରେନଙ୍କର ସବୁବେଳେ ବ୍ୟାକୁଳତା ହେଉଛି ନିର୍ବିକଳ୍ପ ସମାଧିର ଦିବ୍ୟ ଅନୁଭୂତି ପାଇବାକୁ। ନରେନଙ୍କର ବ୍ୟାକୁଳତା ଏକଥା ଠାକୁର ସବୁବେଳେ ଲକ୍ଷ୍ୟ କରିପାରିଥିଲେ। କେଉଁ ବ୍ୟାକୁଳତା ଠାକୁର ଲକ୍ଷ୍ୟ କରିପାରିଥିଲେ? ନିର୍ବିକଳ୍ପ ସମାଧିର ଦିବ୍ୟ ଅନୁଭୂତି ପାଇବା ନରେନଙ୍କର ବ୍ୟାକୁଳତା। ତାପରେ ସେ ଲକ୍ଷ୍ୟ କଲେ ନରେନ ମଧ୍ୟ ଜାଣିଥାନ୍ତି ବିନା ଗୁରୁ କୃପାରେ ଏହା ସମ୍ଭବ ହେବ ନାହିଁ। ଗୁରୁକୁ ଯଦି ସେ ଛାଡ଼ିଦେବେ ତେଣୁ ଏହାଟା ସେ କେବେ ସମ୍ଭବ ନାହିଁ। ତେଣୁ ସେ ଗୁରୁକୁ ନେଇକି ଚାଲିଥିଲେ। ଦିନେ ସନ୍ଧ୍ୟାରେ ଜ୍ଞାନଶୂନ୍ୟ ହୋଇ ନରେନ ସମାଧିରେ ବୁଡ଼ିଗଲେ। ସେତେବେଳକୁ ଗୁରୁ ଅସୁସ୍ଥ ହୋଇପଡ଼ିଲେଣି। ଏହି ସମୟରେ ଗୁରୁ ଶଯ୍ୟା ଗ୍ରହଣ କରିଛନ୍ତି। ଇଏ ଜ୍ଞାନଶୂନ୍ୟ ହୋଇକି ନରେନ ସମାଧିରେ ବୁଡ଼ିଗଲେ। ରାତି 9ଟା ବେଳକୁ ତାଙ୍କ ସମାଧି ଭଙ୍ଗ ହେଲା। ଗୁରୁ ଆସିକି ପଚାରିଲେ କ'ଣ ତୋର ମା ସବୁ ଦେଖେଇଦେଲେ, ତୁ ଯାହା ଚାହୁଁଥିଲୁ ତ ପାଇଗଲୁ, ଆଉ ପୁଣି କ'ଣ? ଏହାର ବର୍ତ୍ତମାନ ଚାବି ବନ୍ଦ ରହିଲା, ତାଲା ବନ୍ଦ ରହିଲା, ଚାବି ମୋ ପାଖରେ ରହିଲା, ଯେତେବେଳେ ଦରକାର ହେବ ମୁଁ କହିବି। ଏହା ତାଲା ବନ୍ଦ ରହିଲା, ଚାବି ରହିଲା, ତା ମାନେ କ'ଣ? ତୁ ଆଉ ସମାଧିସ୍ଥ ହେବୁ ନାହିଁ। ତୁ ଯାହା ଚାହୁଁଥିଲୁ ଯେଉଁ ନିର୍ବିକଳ୍ପ ସମାଧି ଚାହୁଁଥିଲୁ ତାର ଦିବ୍ୟ ଅନୁଭୂତି ପାଇଗଲୁଣି। ତୋ ମା କାଳୀ ତ ସେ ଦେଖେଇ ସାରିଣି, ତୋ ମା କାଳୀଙ୍କୁ ଦେଖି ସାରିଲୁଣି, ତୋ ଭିତରେ ଦିବ୍ୟ ଚେତନା ଭରିଗଲାଣି। ଆଉ ତୁ ଇସୁ କରନା, ତୁ ବର୍ତ୍ତମାନ ତୋ ପାଇଁ ଅନ୍ୟ କର୍ମ ଅଛି। ୟା କିଛି ଦିନ ପୂର୍ବରୁ ଏ ଘଟଣା କିଛି ଦିନ ପୂର୍ବରୁ ଇଏ ରାମକୃଷ୍ଣ ପରମହଂସ ଦିନେ ପଚାରିଲେ ତୋର ଇଚ୍ଛା କ'ଣ? ନରେନକୁ ପଚାରିଲେ ତୋର ଇଚ୍ଛା କ'ଣ? କହିଲେ ମୋର ଇଚ୍ଛା ସୁଖଦେବଙ୍କ ପରି ମୁଁ ଏକାଧିକ୍ରମେ 5-6 ଦିନ ସମାଧିରେ ବୁଡ଼ିଯାଆନ୍ତି, ତାପରେ ଖାଦ୍ୟ ପାଇଁ ଟିକେ ତଳକୁ ଆସନ୍ତି, ପୁଣି ସମାଧିସ୍ଥ ହୋଇଯାଆନ୍ତି। ଏକଥା ଶୁଣି ତ ଧିକ୍କାର କରି କହିଲେ ଛି, ମୁଁ ଭାବିଥିଲି ତୁ ଗୋଟେ ବିରାଟ ବଟବୃକ୍ଷ ହେବୁ, ତା ନ ହୋଇ କେବଳ ତୁ ନିଜର ମୁକ୍ତି ଚାହୁଁଛୁ। ତୋ ଛାଇରେ ହଜାର ହଜାର ଲୋକ ଆଶ୍ରୟ ନେଇଥାନ୍ତେ, ଶେଷ ତୁ କେବଳ ନିଜର ମୁକ୍ତି ଚାହୁଁଛୁ। ନରେନଙ୍କର ଇଚ୍ଛା କ'ଣ ଥିଲା? ସୁଖଦେବଙ୍କ ପରି ଏକାଧିକ୍ରମେ 5-6 ଦିନ ସମାଧିରେ ବୁଡ଼ିଯାଇକି ନିଜର ମୁକ୍ତି ଚାହୁଁଥିଲେ। ନରେନ କ'ଣ ଚାହୁଁଥିଲେ? ନିଜର ମୁକ୍ତି। ସୁଖଦେବ କିଏ? ବ୍ୟାସଦେବଙ୍କ ପୁଅ, ଯିଏ ରାଜା ପରୀକ୍ଷିତଙ୍କୁ ଭାଗବତ ଶୁଣେଇଥିଲେ। ସିଏ ହେଲେ ସୁଖଦେବ। ସିଏ କହିଥିଲେ ତୁ ବଟବୃକ୍ଷ ହେବାକୁ ମୁଁ ଚାହୁଁଛି। ତେଣୁ ଗୁରୁଙ୍କର ସେଇ ଯେଉଁ ଧିକ୍କାର, ସେ ଧିକ୍କାର ଫଳରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା। ଗୋଟିଏ ପଟରେ ଧ୍ୟାନ ଧାରଣା ଯୋଗ ସମାଧି ଓ ସନ୍ନ୍ୟାସୀର ଯାବତୀୟ ଧର୍ମ, ଆଉ ଗୋଟେ ପଟରେ ତେଜହୀନ ଉଦ୍ୟମହୀନ ପ୍ରାଣହୀନ ଉତ୍ଥାନ ରହିତ ଭାରତବର୍ଷର ଅବସ୍ଥାକୁ ଦୂର କରିବା, ଭାରତବର୍ଷ ଦାରିଦ୍ର୍ୟକୁ ଦୂର କରିବା।
तेजहीन भारत लोक सब इंग्रेज शासन समय पूरा चेत चली जाए उद्यम ना दारिद्र्य भितर कषाघात भितर कर प्राण सेतक ना उठा चाहूना से प्राण संचार कर केमती उठेवा दारिद्र्य मोचन करवा भारतीय दर्शन रे मनुष्य सेवा ही ईश्वर को सेवा ये चिंतार अभाव नहीं। भारतीय दर्शन रे मनुष्य सेवा ही ईश्वर को सेवा सर्विस टू मैनकाइंड इज सर्विस टू गॉड ये चिंतार अभाव नहीं। किंतु विवेकानंद जनता को जनार्दन रूपे पूजा करने को आगे आसिले जनता को जनार्दन जनार्दन किए ना भगवान विष्णु कहीं जनार्दन कहुए ताकू ना समुद्र पथे जन नाम को राक्षस को विष्णु बद्ध कर भगवान का नाम है जनार्दन आउ गोटे हूँ जनार्दन हूँ भगवान जी की सर्वशक्तिमान सेपरि गणतंत्र शासन जनता हूँ सर्वशक्तिमान किंतु ये जनता रे जो जनार्दन शब्दटा राजनीतिक छलनार शिकार है फल केते मोड़ी बची रामकृष्ण परमहंस संसार विदाय नेवा पूर्व जगतर कल्याण कामना करिया कहि समस्त शिष्य को समस्त 16 जन शिष्य को नरेन हाथ में समर्पण कर संसार विदाय नहीं। रामकृष्ण परमहंस गला पर ए माने भिक्ष रामकृष्ण परमहंस ना रे गुरु ना रे भिक्ष मुठाए पाइबा एमन को जना नथिला कायदा जना नथिला कौन करेंगे यही भाया भोक उपास थिला बेले जो गृहस्थ भक्त सुरेश चंद्र मित्र सी आसिकी बराहनगर गोटे पुराणा कोठा छाड़ी देते अव्यवहृत भूत कोठीटी एंकु जो देदेले एमान सेठू महा खुशी निज जिनपतर सह ठाकुर देहावशेष को देहावशेष वस्तु बस्ती को धरिकी से बराहनगर गले सेठारे से उद्यम से बराहनगर जो भूत कोठीटी चलचंचल हो उठला एम समस्ते सम्रांत घर उच्च शिक्षित घर पिला थे समस्ते सम्रांत घर उच्च शिक्षित पिला थे किंतु ठाकुर को प्रेम तक इमिति बांधि रखुला से मैंने कई क्या छाड़ी जावा चाहू ना समस्ते एकाठी रोते आउ धर्म आलोचना रोते ठाकुर का आदर्श प्रेम सभी को एकाठी कर रखुला सब एकाठी किए रखा ठाकुर रामकृष्ण परमहंस आदर्श प्रेम यही भाई दिने भितर जड़े बाबूराम बोली गोटे पिला बाबूराम गोटे रामकृष्ण परमहंस शिष्य ता माँ ताऊ डकैले जो जाने वो भोक उपास रोच दिने दिन धरी भात कोईची काकुड़ी पत्र सीझा लुण को खाई रोच धर्म आलोचना बजाऊँ आउ कि ना बाबूराम माँ से डाकिले बाबूराम तू पड़िया गोटे ये कहले माँ मुझे जी आम कहीं जापर आम सब 16 जन जो जीवु समस्ते जीव ठीक समस्ते पलि आस तो बाबूराम माँ निमंत्रण रक्षा कर समस्ते आंटपुर गले आंटपुर खाइले पिले रही धर्मालोचना बुट रही खाइबार अभाव नहीं आउ बास धर्मालोचना कले दिने यू जीशु विषय नरेन गोपिया को लगे जीशु महान जीशु एमती करमती पूरा गोपिया लगे समस्ते जीशुंर महानता शुणिकी समस्ते ख्रीष्ट भाव में उद्बुद्ध है ख्रीष्ट माने जीशु भक्त हिसाब से उद्बुद्ध है समस्ते ख्रीष्ट धर्म ना चाहिए पर जनागला से रातिटा थिला ख्रीष्टमास इव राति तापर 1887 मसीह समस्ते पारंपरिक शास्त्रीय विधि अनुसार सन्या धर्म ने सन्या धर्म कहीं ने सन्या धर्म कौन जरूरी पड़ला ना समस्ते ठाकुर को जो भल पाते रामकृष्ण परमहंस भल पाते भीतर विच्छेद न घटू समस्ते एकाठी रे समस्ते एक मन हे से समस्ते कौन कले ना सन्या धर्म ना चाहिए तेणु समस्ते सन्या धर्म ने पारंपरिक शास्त्रीय विधि अनुसार ठाकुर सहित परस्पर
ସହିତ ହୃଦୟର ବନ୍ଧନକୁ ଚିରଦିନ ଅତୁଟ ରଖିବା ପାଇଁ ସେମାନେ ସନ୍ନ୍ୟାସ ଧର୍ମ ନେଲେ। ସନ୍ନ୍ୟାସ ଧର୍ମ ନେଲା ପରେ ସମସ୍ତଙ୍କ ନାମ ପୂର୍ବରୁ ସ୍ୱାମୀ ଲାଗିଗଲା, ସ୍ୱାମୀ ହେଇଗଲା, ଆଉ ନାମଟା ପରିବର୍ତ୍ତନ ହେଇଗଲା। ତେଣୁ ସନ୍ନ୍ୟାସ ଧର୍ମ ନେଲା ପରେ ନରେନ୍ଦ୍ରନାଥଙ୍କ ନାମ ହେଇଗଲା ସ୍ୱାମୀ ବିବେକାନନ୍ଦ। ସ୍ୱାମୀ ବିବେକାନନ୍ଦ। ସେଇଭଳିଆ ବାବୁରାମର ନାମ ହେଲା ସ୍ୱାମୀ ପ୍ରେମାନନ୍ଦ। ଅନ୍ୟ ଯେଉଁମାନେ ଥିଲେ, ରାଖାଲ ଚନ୍ଦ୍ରର ନାମ ହେଲା ସ୍ୱାମୀ ବ୍ରହ୍ମାନନ୍ଦ, ଯୋଗେନ୍ଦ୍ରନାଥ ହେଲା ସ୍ୱାମୀ ଯୋଗାନନ୍ଦ, ନିରଞ୍ଜନର ହେଲା ସ୍ୱାମୀ ନିରଞ୍ଜନାନନ୍ଦ, ଶଶିଭୂଷଣର ନାମ ହେଲା ସ୍ୱାମୀ ରାମକୃଷ୍ଣାନନ୍ଦ, ତାରକନାଥର ହେଲା ସ୍ୱାମୀ ଶିବାନନ୍ଦ, ହରିନାଥ ହେଲା ସ୍ୱାମୀ ତୁରିୟାନନ୍ଦ, କାଳୀପ୍ରସାଦର ହେଲା ସ୍ୱାମୀ ଅଭେଦାନନ୍ଦ, ଶରତଚନ୍ଦ୍ର ହେଲା ସ୍ୱାମୀ ଶାରଦାନନ୍ଦ, ଗୋପାଳର ହେଲା ସ୍ୱାମୀ ଅଦ୍ୱୈତାନନ୍ଦ, ଲାଟୁର ହେଲା ସ୍ୱାମୀ ଅଦ୍ଭୁତାନନ୍ଦ, ଶାରଦାର ହେଲା ସ୍ୱାମୀ ତ୍ରିଗୁଣାନନ୍ଦ, ସୁବୋଧ ହେଲେ ସ୍ୱାମୀ ସୁବୋଧାନନ୍ଦ, ଗଙ୍ଗାଧର ହେଲେ ସ୍ୱାମୀ ଅଖଣ୍ଡାନନ୍ଦ, ହରିପ୍ରସନ୍ନ ହେଲେ ସ୍ୱାମୀ ବିଜ୍ଞାନାନନ୍ଦ। ଏମାନେ ସମସ୍ତେ ଏକାଦିରେ ସନ୍ନ୍ୟାସ ନେଇଥିଲେ। ଯେଉଁମାନେ ଥିଲେ ପ୍ରେଜେଣ୍ଟ ଥିଲେ ସେମାନେ ନେଲେ, ତାପରେ ପରେ ଯେଉଁମାନେ ଆସିଛନ୍ତି ନେଲେ। ଏମାନେ ସବୁ ସନ୍ନ୍ୟାସ ଧର୍ମ ନେଲା ପରେ ସମସ୍ତେ କ'ଣ କଲେ ନା ଚାଲିଲେ କେଉଁଠି? ତୀର୍ଥ ପରିଭ୍ରମଣରେ ବାହାରିଲେ। କିନ୍ତୁ ବିବେକାନନ୍ଦ ରହିଗଲେ, କହିଲେ ମୁଁ ତୀର୍ଥ ପରିଭ୍ରମଣରେ ମଠର ସଂଗଠନ କାର୍ଯ୍ୟରେ ସେ ରହିପଡ଼ିଲେ। ତାଙ୍କ ସାଥିରେ ଥାନ୍ତି ସ୍ୱାମୀ ରାମକୃଷ୍ଣାନନ୍ଦ। ସ୍ୱାମୀ ରାମକୃଷ୍ଣାନନ୍ଦ ଦିନେ ହେଲେ ମଠ ଛାଡ଼ି ଯାଇନାହାନ୍ତି। କାହିଁକି ନା ବୁଲା ବାବା ଯେ ଦିନେ ମଠକୁ ଫେରିବ, ଅନ୍ୟମାନେ ଯେଉଁ ତୀର୍ଥ ପରିଭ୍ରମଣ ଯାଇଛନ୍ତି ସେମାନେ ନିଶ୍ଚୟ ଦିନେ ମଠକୁ ଫେରିବେ, ସେଇଥିପାଇଁ ସେ ଯାଇନଥିଲେ, ମଠ ଛାଡ଼ି ନଥିଲେ। ସେ ମଠରେ ରହିଥିଲେ ସ୍ୱାମୀ ରାମକୃଷ୍ଣାନନ୍ଦ। ଏ 2 ବର୍ଷ ମଠର ସଂଗଠନ କାର୍ଯ୍ୟରେ ଲାଗି ପଡ଼ିଲେ କିଏ? ସ୍ୱାମୀ ବିବେକାନନ୍ଦ। ତାପରେ ସେ ବାହାରିଲେ, କହିଲେ ମୁଁ ଏବେ ଯିବି। ଦୁର୍ବାର ଆକାଂକ୍ଷା ଯେଉଁ ଜନ୍ମିଲା, ଯେଉଁ ପର୍ଯ୍ୟଟନର ଦୁର୍ବାର ଆକାଂକ୍ଷା, ତେଣୁ ସେ କ'ଣ କଲେ ନା କହିଲେ ମୁଁ ତାପରେ ହିମାଳୟ ଉଦ୍ଦେଶ୍ୟରେ ବାହାରିଲେ। ପ୍ରଥମ ଥର ସେ ହିମାଳୟ ଉଦ୍ଦେଶ୍ୟରେ ବାହାରିଛନ୍ତି। ହିମାଳୟ ପରିଭ୍ରମଣରେ ତ ବହିରେ ଲେଖା ହେଇଛି 86 ମସିହାରେ, 1886 ମସିହାରେ ହିମାଳୟ ପରିଭ୍ରମଣରେ ବାହାରିଲେ। କିନ୍ତୁ 1887 ମସିହାରେ ସନ୍ନ୍ୟାସ ଧର୍ମ ନେଲେ। 1886ରେ କେମିତି ସିଏ ଗଲେ? 1886 ମସିହାରେ ଗୁରୁ ମରିଗଲେ। ତ ବହିରେ ନିଶ୍ଚୟ ଭୁଲ ଲେଖା ହେଇଛି। ତେଣୁ ସେଇଟା ହେଉଛି 1890ରେ ସେ ଗଲେ। କିନ୍ତୁ ତୁମର ପ୍ରଶ୍ନ ଯଦି ପଡ଼େ, ପ୍ରଥମ ଥର ବିବେକାନନ୍ଦ କେବେ ପରିଭ୍ରମଣ ବାହାରିଲେ? 1886 ଲେଖିବ, 1890 ଲେଖିବ ନା। ବହିରେ ଯାହା ଲେଖା ହେଇଛି ଆଉ ସେଇ ଅନୁସାରେ ମାର ପାଇବ। 1890 ଗଲେ ତ ମୁଁ କହିଦେଲା ନା 1890, ଆମେ ଜାଣିଲେ 1890ରେ। 2 ବର୍ଷ ପରେ 1887 ପରେ ରହିଲେ, 2 ବର୍ଷ ଚାଲିଗଲା। 1899 ପରେ 90ରେ ଗଲେ। 90ରେ କୁଆଡ଼େ ଗଲେ? ହିମାଳୟ ଉଦ୍ଦେଶ୍ୟରେ ଗଲେ। ଯାଉ ଯାଉ ବାଟରେ ହାଥ୍ରାସ ରେଳ ଷ୍ଟେସନ, ହାଥ୍ରାସ ଘଟଣା ଏବେ ଶୁଣିଥିବ, ପେପର ବାହାରୁଛୁ, ଉତ୍ତରପ୍ରଦେଶର ହାଥ୍ରାସ ରେଳ ଷ୍ଟେସନରେ ଷ୍ଟେସନ ମାଷ୍ଟର ଶରତଚନ୍ଦ୍ର ଗୁପ୍ତଙ୍କ ସହିତ ତାଙ୍କର ଭେଟ ହେଲା। ସେ ସ୍ୱାମୀ ବିବେକାନନ୍ଦଙ୍କୁ ଯେମିତି ଦେଖିଦେଇଛନ୍ତି, ସାଙ୍ଗେ ସାଙ୍ଗେ ଏମିତି ତାଙ୍କ ତେଜ ଦେଖିଦେଇକି ସାଙ୍ଗେ ସାଙ୍ଗେ ତାଙ୍କ ଶିଷ୍ୟତ୍ୱ ହେଇଛନ୍ତି। ତେଣୁ ବିବେକାନନ୍ଦଙ୍କ ପ୍ରଥମ ଶିଷ୍ୟ ହାଥ୍ରାସ ରେଳ ଷ୍ଟେସନର ଷ୍ଟେସନ ମାଷ୍ଟର ଶରତଚନ୍ଦ୍ର ଗୁପ୍ତ। ସେ ସନ୍ନ୍ୟାସ ଧର୍ମ ନେଲା ପରେ ତାଙ୍କ ନାଁ ହେଇଛି ସ୍ୱାମୀ ସଦାନନ୍ଦ। 2 ଜଣ ଗୁରୁ ଶିଷ୍ୟ ସେ ହାଥ୍ରାସରେ ଶାସ୍ତ୍ର ଧର୍ମ ଆଲୋଚନାରେ, ଶାସ୍ତ୍ର ଆଲୋଚନାରେ ବୁଡ଼ ରହିଲେ। ଭୋକିଲା ଲୋକମାନେ ଭୋକ କେମିତି ରଖୁଛନ୍ତି? ଭୋକିଲା ଲୋକଙ୍କ ଦୁଃଖକୁ ଅଙ୍ଗେନେଇବା ପାଇଁ ସେ କ'ଣ କଲେ? ଭୋକରେ ରହିଲେ, ଉପାସ ରହିଲେ। ଫଳରେ କ'ଣ କଲେ ନା ବେମାର ପଡ଼ିଲେ, ଡାଇବେଟିସ୍ ହେଇପଡ଼ିଥିବ, ଏସିଡ଼ି ହେଇଯିବ, ବେମାର ପଡ଼ିଲେ। ଗୁରୁ ଶିଷ୍ୟ ତାପରେ ଫେରି ଆସିଲେ, ବରାହନଗର ଫେରି ଆସିଲେ। ତା 2 ବର୍ଷ ପରେ ଭଲ ହେଇସାରିଲା ପରେ ପୁଣି ବାହାରିଲେ, ହରଦ୍ୱାର ଉଦ୍ଦେଶ୍ୟରେ ବାହାରିଲେ। ପୁଣି ଏଥର ବାଟରେ ଯାଉ ଯାଉ ଗାଜିପୁରର ପାୱାହାରୀ ବାବା, ଗାଜିପୁରର ସିଦ୍ଧଯୋଗୀ ପାୱାହାରୀ ବାବାଙ୍କ ସହିତ ତାଙ୍କର ଭେଟ ହେଲା। ପାୱାହାରୀ ବାବାଙ୍କ ସିଦ୍ଧି ବ୍ୟକ୍ତିତ୍ୱରେ ସେ ଏତେ ଆକୃଷ୍ଟ ହୋଇପଡ଼ିଲେ, ସେ ତାଙ୍କ ଶିଷ୍ୟ ହେବାକୁ ଚାହିଁଲେ। କିନ୍ତୁ କେହି ଜଣେ ତାଙ୍କ ଅନ୍ତର ଭିତରେ କହୁଥାଏ, ତୁ ଏକ ଶିଷ୍ୟ ହନା। ସେ ସେଠୁ ପଳେଇ ଆସିଲେ। ଗାଜିପୁର ସିଦ୍ଧଯୋଗୀ କିଏ? ପାୱାହାରୀ ବାବା।
द्वितीय थर केउठू से बाहर हरद्वार उद्देश्य बुझना कथा तापर सेठू सी पुणी पुणी आसले तापर एमती तृतीय थर एमती हठात बुलू बुलू उद्देश्यहीन भाव में पादर चले सारा भारत वर्ष घाटी पकड़े चलचन 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 चलते सारा भारत वर्ष बुली पड़े बुली 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 एकदम जोठू से देखते घाटी पकड़े तेजरे विस्मित हो राजा महाराजा मैंने दिनक अतिथि होगा डाकुले क्यों डाकुले ना विवेकानंद तेजरे विस्मित हो राजा महाराजा मैंने दिनक हो बर अतिथि होगा डाकुले से किंतु विवेकानंद किंतु समाज तलिया स्तर लोक दरिद्र लोकंर अतिथि होगा मन उचित मन करते उच्च आदर्श दिने यू धनी दरिद्र उच्च नीच भेद भूली समस्त घनिष्ठ संस्पर्श आसा पर मनीष प्रति से उदारशील हेले और सहनशील हेले श्रद्धा जन्मिला मनीष प्रति मनीष से भल पाई बसिले सब उच्च नीच धनी दरिद्र भेदभाव भूली सब लोक जो मिसी सारे से मनीष को सी भल पाई बसिले ता श्रद्धा करुणा जन्मिला भोकिला लोक दुख देखी अंतर विगलित है क्या कौन देखी अंतर हृदय विगलित होता भोकिला लोक दुख देखी दिने आदिवासी बस्ती में से सांताल मान अतिथि हेले दिन को दुई ओला दुई मुठा दिन को दुई मुठा खाइबा पाऊन जो आदिवासी सांताल माने सेवा जत्न प्रति जो माने जो भली सेवा करने आगे आसते ताहा देखि से विस्मित होते से निजे किसी कर दुखरे तार हृदय विगलित हो पड़ा तेणु सी कहे ठीक एम जब किसी न करेंगे तेणु बंची लाभ कौन तो मुझे जाऊँगी बाघर आहार हो जंगल भर पशि से बाघर आहार सतु सत बाघ सामना सामने होता किंतु हठात बाघ देखी छाड़ी पलैला यही हूँ महान सन्थ महान व्यक्तित्व विवेकानंद बाघ छाड़ी पड़े उच्च आदर्श शुद्धपुत जीवन स्खलन को से भल पाऊन उच्च आदर्श और शुद्धपुत जीवन स्खलन को शुद्धपुत जीवन खसी आसवा शुद्धपुत जीवन दूरे जा उच्च आदर्श दूरे जा ना पवित्र जीवन यापन कर उच्च आदर्श रख ये सी कहते एठू जी दूरे था से भल पाऊन कि मनीष को देखला से संवेदनशील हो उठले भल पाऊन किंतु मनीष को देखला संवेदनशील राजपुताना क्षेत्री महाराजा कहते अजित सिंह राजपुताना क्षेत्री महाराजा ना दे ना तुम बही में अजित सिंह सी घनिष्ठ बंधु कौन थे से बारंबार विवेकानंद को डाकुले विवेकानंद मध्य जाते दिने विवेकानंद नंद संबर्धना गोटे उत्सव से आयोजन करते जड़े बाईजू कही था नाचियापाई विवेकानंद पहुँचले देखले बाईजी नाच आरंभ कला सी कहले मत कौन भाविले कि गोटे साधारण मनीष भाविले ना कौन गोटे सन्यासीटे मो पाई गोटे ये जो नर्तकी आनी नाच कौन खुची ये उठले पड़ी जापाई जीवन उठले उठले पड़ी जापाई नर्तकी सब मीरा भजन गाइला प्रभु मेरा बदगुण चितन धरु प्रभु मेरा बदगुण चितन धरु समदर्शी है नाम तोहारा चाहे तो मुझे पार करो प्रभु मोर खराब गुणटा को मन धरतु ना मो भितर जो खराब गुण अच्छे धरतु ना समदर्शी है नाम तोरा समदृष्टि समस्त प्रति समान दृष्टि देवा तुम धर्म अटे तुम नाम हूँ समदृष्टि चाहून तो मुझे उद्धार करतु मुक्ति प्रदान करतु धटकिन रही विवेकानंद द्वार मुहर पड़े जाऊ जाऊ धटकिन रही मीरा भजन बाईजी कर मीरा भजन कहले मुझे कौन कर जन को घृणा कर जीशु कहते पाप को घृणा कर पापी नु तो मुझे कौन कर तेणु सी श्रद्धाशील उठले यही कथा नैनी जो अमेरिकार फेरिया पर भगिनी निवेदिता शिष्या थे नैनी सरोवर निकट में दुईज बाईजी आसते शिष्य मैंने गुड़े देवा बसते से कहते कथा नारायण कहते कथा कहीं गुड़ागला जीवन परिवर्तन आनी से क्षेत्री महाराजा राजसभा से बाईजी
ଯେଉଁଠି ଜ୍ଞାନୀ ଗୁଣୀ ବ୍ୟକ୍ତି ଦେଖିଛନ୍ତି ଚାଲୁ ଚାଲୁ ଚଲାପଥରେ ଯେଉଁଠି ଜ୍ଞାନୀ ପଣ୍ଡିତ ଦେଖିଛନ୍ତି ତାଙ୍କ ସହିତ ଶାସ୍ତ୍ର ଧର୍ମଶାସ୍ତ୍ର ଆଲୋଚନା କରିଛନ୍ତି ଏବଂ ତାରୁ ଜ୍ଞାନ ଆହରଣ କରିବାକୁ ଚେଷ୍ଟା କରିଛନ୍ତି। ବିବେକାନନ୍ଦ ସମସ୍ତଙ୍କ ପାଖରୁ ଜ୍ଞାନ ଆହରଣ କରିବା ଯେଉଁଠି ଜ୍ଞାନୀ ପଣ୍ଡିତ ଦେଖିଛନ୍ତି ତାଙ୍କ ସହିତ ଧର୍ମଶାସ୍ତ୍ର ଆଲୋଚନା କରିଛନ୍ତି, ଜ୍ଞାନ ଆହରଣ କରିବାକୁ ଚେଷ୍ଟା କରିଛନ୍ତି। ଭୋକିଲା ପେଟରେ ଧର୍ମ ଅନାବଶ୍ୟକ ଏ କଥା ଶୁଣିଥିଲେ ସିଏ ରାମକୃଷ୍ଣ ପରମହଂସଙ୍କ କତୁରୁ। ଭୋକିଲା ପେଟରେ ଧର୍ମ ଅନାବଶ୍ୟକ ଏ କଥା ଶୁଣିଥିଲେ ରାମକୃଷ୍ଣ ପରମହଂସ। କିନ୍ତୁ ଏ ଉକ୍ତିଟା ହେଉଛି କାର୍ଲ ମାର୍କ୍ସ, ସାମ୍ୟବାଦର ଜନକ କାର୍ଲ ମାର୍କ୍ସ ବା ତାଙ୍କ ଅନୁଗାମୀମାନଙ୍କର। ଯେଉଁ ଭୋକିଲା ପେଟରେ ଧର୍ମ ଅନାବଶ୍ୟକ କାହାର ଉକ୍ତି ଅଟେ? କାର୍ଲ ମାର୍କ୍ସ ବା ତାଙ୍କ ଅନୁଗାମୀମାନଙ୍କର। ବିବେକାନନ୍ଦ ଏ ଉକ୍ତିଟାକୁ କାହା ପାଖରୁ ଶୁଣିଥିଲେ? ରାମକୃଷ୍ଣ ପରମହଂସଠାରୁ। ଯେଉଁଠି ପେଟ ଭୋକ ପୋଡ଼ି ହେଉଛି, ଭୋକରେ ହେଉଛି, ସେଠି ଧର୍ମ ଜଣ କେମିତି କରିବ? କେମିତି ଜଣଙ୍କର ଅନ୍ୟ ଜଣଙ୍କର ଉପକାର କରିବ? ସଂସାର ଉପକାର କରିବା ପାଇଁ ଆଗେଇ ଆସିବ। ତ ଭାରତ ବର୍ଷରେ ଯେଉଁଠି ଦାରିଦ୍ର୍ୟମୟ, ଦାରିଦ୍ର୍ୟ ରାଜତ୍ୱ ହେଇଛି, ସେଠାରେ ଲୋକେ ଧର୍ମ ତାଙ୍କ ପାଖକୁ ଯଦି ଧର୍ମ ଖୋଜାଯାଏ କ'ଣ ଆସିବ? ତେଣୁ ଆଗେ ଦାରିଦ୍ର୍ୟକୁ ମୋତେ ହଟେଇବାକୁ ପଡ଼ିବ। ସେ ପାଇଁ ସେ କ'ଣ କରିଛନ୍ତି? ଦରିଦ୍ର ନାରାୟଣଙ୍କ ସେବା ହିଁ ଈଶ୍ୱରଙ୍କ ବ୍ରତ, ସନ୍ନ୍ୟାସୀ ଯଥାର୍ଥ ବ୍ରତ ଭାବେ ସେ ଜାଣିସାରିଛନ୍ତି ଏବଂ ନିଜକୁ ଜାଣିଲେ ଯେ ଦରିଦ୍ର ନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ। ଏ କଥା ସେ ଅନୁଭବ କରି ସେ ଆଗେଇ ଚାଲିଲେ ଲୋକମାନଙ୍କ ଦାରିଦ୍ର୍ୟ ମୋଚନ କରିବା ପାଇଁ। ଜୟ ପରାଜୟ ଊର୍ଦ୍ଧ୍ୱକୁ ଉଠିଥିବା ଅନାସକ୍ତ ସନ୍ନ୍ୟାସୀ ବ୍ୟତୀତ କିଏ ଆଉ ଦାରିଦ୍ର୍ୟ ଦାନବ ବିରୋଧରେ ଏକାକି ସଂଗ୍ରାମ କରିପାରିବ? ତ ମଣିଷର ଦୀର୍ଘଶ୍ୱାସ ଓ ଅଶ୍ରୁର ଶତ୍ରୁ ସଂହାରର ଅସ୍ତ୍ର ନିର୍ମାଣର ମନ୍ତ୍ର ଜାଣିଥିବା ଆକୁମାର ହିମାଳୟ ପଦବ୍ରଜରେ ବୁଲି ଚାଲିଲେ ଏହି ତରୁଣ ସନ୍ନ୍ୟାସୀ ବିବେକାନନ୍ଦ। ଯାତ୍ରା ଆରମ୍ଭ ହୋଇଥିଲା ବରାହନଗରରୁ, ଶେଷରେ ପହଞ୍ଚିଲେ ସେ ଦକ୍ଷିଣରେ। ମାଡ୍ରାସରେ ବହୁ ଉତ୍ସାହୀ ଶିଷ୍ୟ ତାଙ୍କୁ ଯୋଡ଼ିଥିଲେ। ମାଡ୍ରାସରେ ତାଙ୍କର ବହୁ ପ୍ରଭାବ ଯୋଡ଼ିଥିଲା, ତାଙ୍କର ବହୁ ପ୍ରଭାବ ଅନୁଭୂତ ହୋଇଥିଲା। ମାଡ୍ରାସରେ ବହୁ ଉତ୍ସାହୀ ଶିଷ୍ୟ ଯୋଡ଼ିଥିଲେ। ଯାତ୍ରା ଆରମ୍ଭ କେଉଁଠି ହେଇଥିଲା? ବରାହନଗରରୁ। ପହଞ୍ଚିଲେ କେଉଁଠି? ଦକ୍ଷିଣରେ। ସେଠୁ ଗଲେ ରାମେଶ୍ୱରମରୁ ପୁଣି ଗଲେ କନ୍ୟାକୁମାରୀ। ଭାରତର ଦକ୍ଷିଣତମ ସ୍ଥାନ କନ୍ୟାକୁମାରୀ, ଯେଉଁଠି ଦେବୀ ପାର୍ବତୀ କୁମାରୀ ବେଶରେ ଯାଇ ଶିବଙ୍କୁ ଅପେକ୍ଷା କରିଛନ୍ତି। ଲୋକଙ୍କୁ ଧର୍ମ ତ୍ୟାଗ ମାର୍ଗରେ ମହାଇଦେବା ଥିଲା ତାଙ୍କର ଅସଲ ଶକ୍ତି। ସେ ବାରମ୍ବାର କହିଛନ୍ତି ମନୁଷ୍ୟକୁ ସ୍ପର୍ଶ ମାତ୍ରାକେ ବଦଳାଇ ଦେବାର କ୍ଷମତା ହେଉଛି ଖ୍ରୀଷ୍ଟ, ବୁଦ୍ଧ ଓ ରାମକୃଷ୍ଣ ପରମହଂସଙ୍କର। ମଣିଷକୁ ସ୍ପର୍ଶ ମାତ୍ରାକେ ବଦଳାଇବାର କ୍ଷମତା ହେଉଛି ଖ୍ରୀଷ୍ଟ, ବୁଦ୍ଧ ଓ ରାମକୃଷ୍ଣ ପରମହଂସଙ୍କର। ବରାହନଗରରେ ଗୁରୁ ଭାଇମାନଙ୍କୁ କହିଥିଲେ, ମୁଁ ଏଠୁ ଯାଉଛି, ବୋମା ପଡ଼ି ମୁଁ ଫାଟି ପଡ଼ିବି, ଆଉ ସମାଜ ମୋତେ କୁକୁର ପରି ଅନୁସରଣ କରିବ, ତେବେ ଯାଇ ମୁଁ ଫେରିବି। ମଣିଷକୁ ନ ବଦଳେଇ ପୁରୁଣା ସମାଜକୁ ବଦଳେଇ ହେବନି କି ଭାଙ୍ଗି ହେବନି। ପୁରୁଣା ସମାଜ ଯେଉଁ ପୁରାତନ ସାମାଜିକ ରୀତିମତ ଅଛି ତାକୁ ଯଦି ବଦଳେଇବା ତାହେଲେ ମଣିଷକୁ ଆଗେ ବଦଳାଇତେ ପଡ଼ିବ। ସେ ପାଇଁ ସମସ୍ତଙ୍କ ହୃଦୟରେ ସେ ସେବାର ମହିମା ଜାଗ୍ରତ କରିବା ପାଇଁ ଯାଉଥିଲେ। ସମସ୍ତଙ୍କ ଭିତରେ ସେବାର ମହିମା ଜାଗ୍ରତ କରିବାକୁ ସେ ଯାଉଥିଲେ। ଆଉ କୁଡ଼ ହୋଇଥିବା ଧର୍ମଶାସ୍ତ୍ର ମାନେ କୁଡ଼ ହେଇଥିବା ଆବର୍ଜନାକୁ ଦୂର କରିବାଟା ଥିଲା ତାଙ୍କ ଐତିହାସିକ ପଦକ୍ଷେପ। ବିବେକାନନ୍ଦ ଐତିହାସିକ ପଦକ୍ଷେପ କ'ଣ ନା, ବେଦ ଉପନିଷଦରେ ଧର୍ମଶାସ୍ତ୍ରମାନଙ୍କରେ ଯେଉଁ କୁଡ଼ ହେଇଥିଲା ଆବର୍ଜନା ମାନେ ଅନ୍ଧବିଶ୍ୱାସ, କୁସଂସ୍କାର ଯୋଗୁଡ଼ା ଥିଲା। ତା ପୂର୍ବରୁ ରାଜା ରାମମୋହନ ରାୟ ବ୍ରାହ୍ମ ସମାଜ ପ୍ରତିଷ୍ଠା କରି ସେ ଯେଉଁ ଅନେକ କିଛି ଦୂର କରିଥିଲେ, ଇଏ ମଧ୍ୟ ଆଉ କିଛି ଦୂର କରିବା ପାଇଁ ଏକ ଐତିହାସିକ ପଦକ୍ଷେପ ଥିଲା। ତାକୁ ସେ ଦୂର କରିବା ପାଇଁ ସେ ଯାଇଥିଲେ। ତାଙ୍କୁ ଦିନେ ସ୍ୱାମୀ ସୁଧାନନ୍ଦ ପ୍ରଶ୍ନ କରିଥିଲେ, ଆପଣ ସନ୍ନ୍ୟାସୀ ରାଜରାଜୁଡ଼ଙ୍କ ସହିତ ସମ୍ପର୍କ କାହିଁ ରଖୁଛନ୍ତି? କହିଲେ, ଗୋଟେ ରାଜାକୁ ମୁଁ ରାଜରାଜୁଡ଼ଙ୍କ ସହିତ ସମ୍ପର୍କ ଏଇଥିପାଇଁ ଯେ ଗୋଟେ ରାଜାକୁ ଯଦି ମୁଁ ଧର୍ମ ମାର୍ଗରେ ମୋହିଦେବି, ଲୋକଙ୍କର ଉପକାର ମାର୍ଗରେ ମୋହିଦେବି, ତେଣୁ ସେ ତାଙ୍କ ଦ୍ୱାରା ଅନେକ ହଜାର ଲୋକଙ୍କର ଉନ୍ନତି ହେଇଯିବ, ବହୁତ ଲୋକଙ୍କର ଉନ୍ନତି ହେବ ଗୋଟେ ରାଜାଙ୍କ ଦ୍ୱାରା। ସେଇଥିପାଇଁ ମୁଁ ରାଜାଙ୍କ ସହିତ ସମ୍ପର୍କ କରୁଛି। ମହୀଶୂରର ମହାରାଜା ସାର୍ ୱାଦିୟାର ବାହାଦୁର, କ୍ଷେତ୍ରୀ ମହାରାଜା, କୋଲ୍ହାପୁର ମହାରାଜା, ଦାକ୍ଷିଣାତ୍ୟର ଅନେକ ରାଜା ସ୍ୱାମୀଙ୍କର ଭକ୍ତ ଥିଲେ।
ସେମାନେ ସମସ୍ତେ କହିଲେ ଆମେରିକାର ଚିକାଗୋ ସମ୍ମିଳନୀରେ ଚିକାଗୋରେ ଧର୍ମ ମହାସଭା ହେଉଛି, ଆମେ ଅର୍ଥ ଯୋଗାଉଛୁ, ଆପଣ ଯାଆନ୍ତୁ ସେଟାକୁ। କହିଲେ ନା ନା ମୁଁ ଯିବିନି। ଯଦି ମୁଁ ଯାଏ ତେବେ ମୁଁ ଯେଉଁ ଶ୍ରଦ୍ଧାଳୁ ଭକ୍ତ ଅଛନ୍ତି ସାଧାରଣ ଜନସାଧାରଣ ଠାରୁ ସଂଗ୍ରହ କରୁଥିବା ଅର୍ଥରେ ମୁଁ ଯିବି, ତାପରେ ମୁଁ ଯିବି ନାହିଁ। କନ୍ୟାକୁମାରୀ ପହଞ୍ଚିଲା ବେଳକୁ ସେ କ୍ଳାନ୍ତ, ପୁରା ଟାୟାର୍ଡ ହେଇଯିବ, ଥକିଗଲେଣି ପୁରା। ଆଗରେ ଦିଗନ୍ତ ବିସ୍ତାରୀ ସମୁଦ୍ର, ପଛରେ ତାଙ୍କ ପ୍ରିୟ ଭାରତବର୍ଷ, ସମ୍ମୁଖରେ ଗୋଟେ ପାହାଡ଼, ଛୋଟ ପାହାଡ଼ ମୁଣ୍ଡ ଟେକି ଠିଆ ହେଇଛି। ନାଉରୀକୁ ପଇସା ଦେବାକୁ ତାଙ୍କ ପାଖରେ ପଇସା ନାହିଁ। ସମୁଦ୍ରରେ ସାର୍କ ସଂକୁଳ, ସମୁଦ୍ର ସାର୍କ ମାଛ ଭର୍ତ୍ତି ହେଇଛନ୍ତି। ତାଙ୍କ ଇଚ୍ଛା ହେଲା ସେ ଛୋଟ ପାହାଡ଼ ପାଖକୁ ଯିବେ। କେମିତି ଯିବେ? ହଠାତ୍ ମାରିଲେ ଗୋଟେ ଲମ୍ଫ, ସମୁଦ୍ରରେ ପହଁରି ଚାଲିଲେ ସେଟାକୁ। ସେଇ ଛୋଟ ପାହାଡ଼ ଯେଉଁଠାରେ ହନୁମାନ ଏକାଡିଆଙ୍କେ ଯାଇଥିଲା ଲଙ୍କାକୁ ସୀତାକୁ ଉଦ୍ଧାର କରିବା ପାଇଁ, ସୀତାକୁ ସନ୍ଧାନ ଆଣିବା ପାଇଁ, ସେଇ ଛୋଟ ପାହାଡ଼ରେ ସେ ସମାଧିସ୍ଥ ହେଇଗଲେ। ବସିଥିଲେ ଏକାଥରେ ସମାଧିସ୍ଥ ହେଇଗଲେ। ବାହ୍ୟ ଜ୍ଞାନ ତାଙ୍କ ଲୋପ ପାଇଗଲା। ସମାଧି ଭଙ୍ଗ ପରେ ତାଙ୍କ ମନ ଦିବ୍ୟ ଆନନ୍ଦରେ ପୁରି ଉଠିଲା। ସେ କହିଲେ ମୋତେ ଦରିଆ ପାରି ଯିବାକୁ ହବ। ଦରିଆ ମାନେ ସମୁଦ୍ର, ସମୁଦ୍ର ପାରି ମାନେ ଚିକାଗୋ ଧର୍ମ ମହାସଭାରେ ମୋତେ ଯୋଗ ଦେବାକୁ ପଡ଼ିବ। ତାପରେ ସେ ଫେରିଛନ୍ତି ଜଗଦମ୍ବାଙ୍କର ଚରଣ ବନ୍ଦନା କରି। ବହୁ ସମ୍ଭାବନାମୟ ତୀର୍ଥରେ ସେ ବାହାରିଲେ ଚିକାଗୋରେ। ଚିକାଗୋ କଥା ଜାଣିଥିବ, ସେଟା ଯେଉଁ ଧର୍ମ ମହାସଭା ହେଲା, ସେଟା କେମିତି ଚହଳ ପକାଇଲେ। ମାସ ମାସ ଧରି ସାରା ୟୁରୋପର ବିଭିନ୍ନ ଦେଶ ବୁଲିଛନ୍ତି। ବୁଲିକି ବହୁତ ବର୍ଷ ପରେ ଫେରିଛନ୍ତି ଭାରତକୁ। ଫେରିଲା ପରେ ସେଇ ବରାହନଗରରେ ମଠରେ ଦଳେ ଗୁଜୁରାଟୀ ପଣ୍ଡିତ ତାଙ୍କ ସହିତ ସଂସ୍କୃତ ଭାଷାରେ ଧର୍ମ ବିଷୟରେ ଆଲୋଚନା କରିବା ପାଇଁ ଆସିଲେ। ସ୍ୱାମୀ ସୁଧାନନ୍ଦ ପାଖରୁ ଘରେ ଥିଲେ, ରୋଷେଇବାସ ଚାଲିଥିଲା। ହଠାତ୍ ଘୋ ହୋଇଗଲା। କ'ଣ ବୋଲି ବୁଝିଗଲା ବେଳକୁ, ସୁଧାନନ୍ଦ ବୁଝିଲା ବେଳକୁ ହେଲେ ସ୍ୱାମୀଜୀ ତାଙ୍କ ସହିତ ଧର୍ମଶାସ୍ତ୍ର ଆଲୋଚନା କରିବୁ ସଂସ୍କୃତ ଭାଷାରେ ସାଧାରଣ ବ୍ୟାକରଣଗତ ଗୋଟେ ଭୁଲ କହି ପକାଇଛନ୍ତି। ଏମାନେ ପଣ୍ଡିତ କ'ଣ ହୋ ହାଲା କରିଦେଲେ, ଆମେ ସ୍ୱାମୀଜୀକୁ ହରେଇଦେଲୁ। ସ୍ୱାମୀଜୀ ଅବଶ୍ୟ ପରେ ଭୁଲ ମାଗିଲେ, କହିଲେ ଗୋଟେ ଭୁଲ ହେଇଛି, ତଥାପି ସେମାନେ ଶୁଣିଲେ, କହିଲେ ସ୍ୱାମୀଜୀ ହରେଇ। ତାପରେ ସେମାନେ ଧୁଆଧୋଇ ହେବାକୁ ଗଙ୍ଗା ନଦୀ କୂଳକୁ ଗଲେ। ସେ ପଣ୍ଡିତ କ'ଣ ଧୁଆଧୋଇ ହେବାକୁ କେଉଁଠି ଗଲେ? ଗଙ୍ଗା ନଦୀ କୂଳକୁ। ବାଟରେ କୁହାକୁହି ହେଉଥାନ୍ତି। ସ୍ୱାମୀଜୀ ତାଦୃଶ ପଣ୍ଡିତ ନୁହନ୍ତି, କିନ୍ତୁ ଆଖିରେ ଏକ ମୋହିନୀ ଶକ୍ତି ଅଛି, ଯେଉଁ ଶକ୍ତି ବଳରେ ସେ ଦିଗ୍ବିଜୟ କରିଛନ୍ତି। ସୁଧାନନ୍ଦ କହିଲେ ଠିକ୍ କଥା ସେମାନେ କହିଛନ୍ତି। ସ୍ୱାମୀଜୀଙ୍କ ଚକ୍ଷୁରେ ଏକ ମୋହିନୀ ଶକ୍ତି ଅଛି, ସେ ଶକ୍ତି ବଳରେ ସେ ଦିଗ୍ବିଜୟ କରିଛନ୍ତି। ସେ ଶକ୍ତି ଆପଣ ଯିଏ ଥରେ ପଡ଼ିଛି ସେ ସେଠୁ ନିସ୍ତାର ପାଇବ ନାହିଁ। ସେଇ ଯେଉଁ ସ୍ୱାମୀଜୀ ସେମାନେ ଆସିଥିଲେ ସ୍ୱାମୀଜୀଙ୍କୁ ଶାସ୍ତ୍ର ଆଲୋଚନା ପରାସ୍ତ କରିବା ପାଇଁ, ସ୍ୱାମୀଜୀଙ୍କୁ ଶାସ୍ତ୍ରରେ ପରାସ୍ତ କରିବା ପାଇଁ, ଶାସ୍ତ୍ର ଆଲୋଚନା କରିବା ପାଇଁ ଆସିନଥିଲେ। ସୁଧାନନ୍ଦ କହୁଛନ୍ତି ଶାଗୁଣା, ଚିଲ ଶାଗୁଣା ଯେତେ ଉଚ୍ଚରେ ଉଡ଼ିଲେ ମଧ୍ୟ ସେମାନଙ୍କ ଦୃଷ୍ଟି ଥାଏ ତଳ ମଢ଼ ଉପରେ। ଇଏ ପଣ୍ଡିତଗଣ ସେଇଆ, ଯେତେ ବଡ଼ ହେଲେ ମଧ୍ୟ ସେମାନଙ୍କର ରହିଛି ମନରେ ନିମ୍ନ ଚିନ୍ତା ରହିଛି। ସେମାନେ କଦାପି ସ୍ୱାମୀଜୀଙ୍କ ପରି ହେଇପାରିବ ନାହିଁ। ତ ସେଇ ଯେଉଁ ସ୍ୱାମୀଜୀ, ସେ ସ୍ୱାମୀ ବିବେକାନନ୍ଦ, ସେ ମହାନ ସନ୍ଥ, ମହାନ ବେଦାନ୍ତ ଗୁରୁ, ମହାନ ଧାର୍ମିକ ପୁରୁଷ। ତାଙ୍କ ବିଷୟରେ ଅନେକ କିଛି ଆଲୋଚନା କରିବ, କିନ୍ତୁ ସଂକ୍ଷେପରେ ଶରତ କୁମାର ମହାନ୍ତି ତୁମର ଏତିକି ତୁମର ଆଲୋଚନା କରୁଛନ୍ତି, ଏତିକି ଉଲ୍ଲେଖ କରୁଛନ୍ତି। ନରେନ୍ଦ୍ର ବିବେକାନନ୍ଦ ପ୍ରବନ୍ଧରେ ଯାହା ଲେଖିଛନ୍ତି ମୁଁ ତୁମକୁ ସଂକ୍ଷେପରୁ ସବୁଟା କହିଦେଲି। ବର୍ତ୍ତମାନ ଦେଖିବା ଯେ ନରେନ୍ଦ୍ର ବିବେକାନନ୍ଦ ଯେଉଁ ପ୍ରବନ୍ଧ ଲେଖିଛନ୍ତି, ଶରତ କୁମାର ମହାନ୍ତି ସେ କିଏ? ଶରତ କୁମାର ମହାନ୍ତିଙ୍କ ବିଷୟରେ ଟିକେ ଜାଣିବା। ଶରତ କୁମାର ମହାନ୍ତି ଜଣେ ପ୍ରାବନ୍ଧିକ ହିସାବରେ ତାଙ୍କର ତାଙ୍କ ବୃତ୍ତି ଥିଲା ଅଧ୍ୟାପନା। କଟକ ଜିଲ୍ଲାର ଟାଙ୍ଗୀ ନିକଟବର୍ତ୍ତୀ ଜୋରିପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଥିଲେ ମନନଶୀଳ ପ୍ରାବନ୍ଧିକ। ତାରପରେ ଯେଉଁ ତୁମ କେଉଁ ମନନଶୀଳ ପ୍ରାବନ୍ଧିକ ତୁମର ସାହିତ୍ୟ ବହିରେ ସ୍ଥାନ ପାଇଛନ୍ତି? ଶରତ କୁମାର ମହାନ୍ତି। ତାଙ୍କ ଲିଖିତ ବିଜ୍ଞାନ ବିଷୟକ ପ୍ରବନ୍ଧ ସଂକଳନ ରୂପେ ବିଜ୍ଞାନ ଦୃଷ୍ଟି, ଆକାଶର ଆହ୍ୱାନ, ଆଟମରୁ କ୍ୱାଟମ, ବିଜ୍ଞାନ ଦିଗନ୍ତ, ଏକବିଂଶ ଶତାବ୍ଦୀର ନଷ୍ଟ ପରିବେଶ ପ୍ରଭୃତି ପୁସ୍ତକ, ସାହିତ୍ୟ ସଂସ୍କୃତି ଦର୍ଶନ ଜୀବନୀ ଆଧାରିତ ପୁସ୍ତକ ଗୁଡ଼ିକ ମଧ୍ୟରେ ତାଙ୍କର ରଚିତ ସକ୍ରେଟିସ୍ ଓ ପ୍ଲେଟୋ, ଅସ୍ତିତ୍ୱବାଦର ମର୍ମକଥା, ଗ୍ରୀକ୍ ଜାତିର ଜୀବନଗାଥା,
ଜ୍ୟାପୋଲ ସ୍ୱାର୍ଥ, ଛତ୍ରପତି ବିବେକାନନ୍ଦ, ଗାନ୍ଧୀ ମଣିଷ, ଗାନ୍ଧୀ ପରିବାର, ବୁଦ୍ଧଙ୍କ ଶରଣ ଗଚ୍ଛାମି, ସଂସ୍କୃତି ଅପସଂସ୍କୃତି, ବୋଦାଙ୍କ ଦାଦାଗିରି, ଅନ୍ୟ ପ୍ରବନ୍ଧ, ଏଣୁତେଣୁ କିଛି, ଆଧୁନିକତାର ରୂପରେଖ, ବିବର୍ତ୍ତନଶୀଳ ମଣିଷ ରୂପରେଖ ପ୍ରଭୃତି ଉଲ୍ଲେଖଯୋଗ୍ୟ। ଏ ହେଉଛି ଶରତ କୁମାର ମହାନ୍ତିଙ୍କ ପରିଚୟ। ଆଜି ଏତିକି ଶିକ୍ଷାଦାନ ଏତିକି। ଆଶା କରୁଛି ତୁମକୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ସବସ୍କ୍ରାଇବ୍ କରିବ, ଲାଇକ୍ କରିବ, ସେୟାର କରିବ, ମୋତେ ଜଣାଇବ। ଧନ୍ୟବାଦ।